କ୍ଷମା ତାକୁ କର ଯିଏ ଅଜାଣତରେ ଭୁଲ କରିଛି, ତାକୁ ନୁହେଁ ଯିଏ ଚତୁରତାର ସହ ଜାଣି ଜାଣି ଭୁଲ କରନ୍ତି। ଯନ୍ତ୍ରଣାର ଓଜନ ନାହିଁ, ତଥାପି ଯନ୍ତ୍ରଣାକୁ ବହନ କରିବା ଖୁବ୍ କଠିନ ହୋଇଥାଏ। ପୃଥିବୀ ରଙ୍ଗ ବଦଳାଏ, ସୂର୍ଯ୍ୟ ବୁଡ଼ିଗଲେ ଏବଂ ମଣିଷ ରଙ୍ଗ ବଦଳାଏ ତାର ସ୍ୱାର୍ଥ ସରିଗଲେ। ଯଦି ଆପଣଙ୍କ ପାଖରେ ଏହି 7ଟି ଗୁଣ ଭିତରୁ କିଛି ବି ଥାଏ, ତେବେ ଆପଣ ଜୀବନରେ ଦୁଃଖୀ ନିଶ୍ଚୟ ହେବେ। 1ରେ ପ୍ରତ୍ୟେକ ସମ୍ପର୍କକୁ ନିଜର ଭାବିବା। 2ରେ ନିଜଠାରୁ ଅଧିକ ଅନ୍ୟକୁ ସମ୍ମାନ ଦେବା। 3ରେ ନିଜଠାରୁ ଅଧିକ ଅନ୍ୟକୁ ବିଶ୍ୱାସ କରିବା। 4ରେ ବ୍ୟସ୍ତ ଥାଇ ମଧ୍ୟ ଅନ୍ୟ ପାଇଁ ବିନା ସ୍ୱାର୍ଥରେ ଠିଆ ହେବା। 5ରେ କାହାକୁ ଧୋକା ନଦେବା। 6ରେ କାହାକୁ ଦୁଃଖରେ ଦେଖିଲେ ନିଜେ ଦୁଃଖୀ ହୋଇ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବା। 7ରେ ଆଶା ରଖିବା। ଶରୀରକୁ ଆଘାତ ଲାଗିଲେ ମଣିଷ ଭଲ ହୋଇପାରିବ, କିନ୍ତୁ ହୃଦୟକୁ ଆଘାତ ଲାଗିଲେ ମଣିଷ ବଞ୍ଚି ଥାଉ ଥାଉ ମରିଯାଏ। ମଣିଷ ସେହି ସମୟରେ ଭିତରୁ ଭାଙ୍ଗିଯାଏ ଯେବେ କୌଣସି ନିଜ ଲୋକର ଛଳନା ଜାଣିଯାଏ। ତୁମେ କାହା ପାଇଁ କେତେ ବି ଭଲ ହୁଅ ନା କାହିଁକି, କେତେ ବି କାମ କର ନା କାହିଁକି, ଦିନେ ନିଶ୍ଚୟ ପ୍ରମାଣ କରିଦେବ କି ତୁମେ ଖରାପ ବୋଲି। ନାରୀକୁ ସମ୍ମାନ ଦେବା ଆବଶ୍ୟକ, କାରଣ ନାରୀ କେବେ ବୋଝ ହୋଇନଥାଏ, ବରଂ ପରିବାରର ବୋଝ ଉଠାଇଥାଏ, କେବେ ସ୍ତ୍ରୀ ହୋଇ ତ କେବେ ମା ହୋଇ। ଆଜିକାଲି ଆଘାତକୁ ନୁହେଁ ଆଜ୍ଞା, ଲୋକଙ୍କୁ ନିଜର କରିବାକୁ ଡର ଲାଗୁଛି। ତିକ୍ତତା ନଥିଲେ ବନ୍ଧୁତା କ'ଣ, ଝଗଡ଼ା ନଥିଲେ ପ୍ରେମ କ'ଣ, ଆଉ ପ୍ରେମ ନଥିଲେ ସମ୍ପର୍କ କ'ଣ? କିଛି ପର ମଣିଷ ଦିନେ ପର ବୋଲି ଜଣେ ହିଁ ଦିଅନ୍ତି, ତେଣିକି ତାଙ୍କୁ ଆମେ ଯେତେ ବି ନିଜର ଭାବିଥାଉ ପଛେ। କେହି କାହାର ସୁଖ ଦେଖି ଈର୍ଷା କଲେ ତାର କେବଳ ଈର୍ଷା ବଢ଼ିନଥାଏ, ତାର ଦୁଃଖ ବି ବଢ଼ିଥାଏ। ସବୁବେଳେ ବିନା ମତଲବରେ କାହା ପଛରେ ଦୌଡ଼ି ଦୌଡ଼ି ସମୟ ନଷ୍ଟ କରନ୍ତୁ ନାହିଁ, କାରଣ କିଛି ମଣିଷ କେବଳ ନିଜ ମତଲବ ପୂରା କରିବା ପାଇଁ ତୁମକୁ ବ୍ୟବହାର କରିଥାନ୍ତି। କଥାରେ ଅଛି, ଅଧ ସହ ବଣଭୁଆ ବାଇ। କେବେ ଚତୁର ଲୋକଙ୍କୁ ସହଜରେ ବିଶ୍ୱାସ କରି ତାଙ୍କ ପାଇଁ ନିଜକୁ ବିପଦରେ ପକାଅ ନାହିଁ। ବେଳେବେଳେ ଆମ ହୃଦୟ ଯାହାକୁ ଅତି ଭଲ ବୋଲି ବିଶ୍ୱାସ କରିଥାଏ, ପୁଣି ସେହି ମଣିଷ ହୃଦୟକୁ ଭାଙ୍ଗି ଚାଲି ଯାଇଥାଏ। ଯଦି କେହି ପର କଷ୍ଟ ଦିଏ ତାହେଲେ ରାଗ ତ ନିଶ୍ଚୟ ଲାଗିଥାଏ, କିନ୍ତୁ ଯଦି ଅତି ଆପଣାର କଷ୍ଟ ଦିଏ ରାଗ ତ ଲାଗେ, ତା ସହ ଆଖିରେ ଲୁହ ବି ଆସିଯାଏ। ଏମିତି ମଣିଷ ଭାରି ଭୟଙ୍କର ହୋଇଥାନ୍ତି, ଯେ ତୁମ ପାଖରେ ରହି ତୁମ ହୃଦୟର କଥାକୁ ଅତି ବିଶ୍ୱାସର ସହ ଶୁଣିଥାନ୍ତି, ଆଉ ଟିକିଏ କଥାଟା କଟାକଟି ହୋଇଗଲେ ଅନ୍ୟ ପାଖରେ ତୁମ କଥାକୁ ହସି ହସି ଜଣାନ୍ତି। ଡିଜିଟାଲ ଯୁଗର ଗୋଟିଏ କଥା, ମୋବାଇଲ ଏତେ ନିଜର ହୋଇଗଲା କି ମଣିଷ ପାଖରେ ଥାଇ ପାଖ ସମ୍ପର୍କକୁ ଭୁଲିଗଲା। ଆଉ ଆଜି ଫଟୋ ଉଠାଇବାକୁ କେହି ନାହାନ୍ତି, ସେଥିପାଇଁ ବୋଧେ ସେଲ୍ଫି ନିଜର ହୋଇଗଲା। ପ୍ରଶ୍ନ ବିଷୟର ନଥିଲା, ମୁଁ ତାକୁ ହସି ହସି ପିଇଥିଲି। ଲୋକଙ୍କୁ ତ କଷ୍ଟ ସେତେବେଳେ ହେଲା ଯେବେ ମୁଁ ବିଷ ପିଇକି ବଞ୍ଚିଗଲି। ଭଗବାନଙ୍କ ଉପରେ ବିଶ୍ୱାସ ରଖ, ସେ ଆପଣଙ୍କ ଠାରୁ ବି ଆପଣଙ୍କୁ ଅଧିକ ଜାଣନ୍ତି, ଆଉ ଭଗବାନ କେବେ ଆପଣଙ୍କର କି କେବେ କାହାର ଅମଙ୍ଗଳ ବି ଚିନ୍ତା କରନ୍ତି ନାହିଁ। ସତରେ ପ୍ରେମରେ ଏକ ଅଜବ ଶକ୍ତି ଥାଏ, ଯିଏ କାହାକୁ ଖାତିର କରିନଥାଏ, କାହାର କଥା ଶୁଣିନଥାଏ, ପୁଣି ସିଏ ଦିନେ ଜଣଙ୍କ କଥାରେ ଉଠବସ ହୋଇଯାଏ। ଯଦି ଜୀବନରେ କେବେ ସୁଯୋଗ ମିଳେ, କାହା ପାଇଁ ଶ୍ରୀକୃଷ୍ଣଙ୍କ ଭଳି ସାରଥୀ ହୁଅ, କେବେ ବି ଶଙ୍କୁନି ଭଳି ସ୍ୱାର୍ଥୀ ନୁହେଁ। ନିଜର କହି ଆପଣ ଦେଖେଇ ହେବେ, ପ୍ରତ୍ୟେକଟି ଦୁଃଖ ସୁଖକୁ ବାଣ୍ଟିକି ଚଳିବେ। ଯଦି କୌଣସି ବି କାରଣ ପାଇଁ ହଠାତ୍ କଥାବାର୍ତ୍ତା ବନ୍ଦ ହୋଇଯାଏ, ଛୋଟ ମୋଟ କଥାରେ ସମ୍ପର୍କ କଟିଯାଏ, ସେହି ମଣିଷ ତୁମର ଏତେ ଭୁଲ ବ୍ୟବହାର କରିବେ, ତୁମ ବିଷୟରେ ଏତେ ଖରାପ କରି ଗପିବେ, ତୁମେ ବିଶ୍ୱାସ ବି କରିପାରିବ ନାହିଁ କି ସିଏ ତୁମର ଦିନେ ନିଜର ଥିଲେ ବୋଲି। ପ୍ରେମ ଆଉ ସମସ୍ୟା ଏ ଦୁହେଁ ପ୍ରାୟ ଗୋଟିଏ ପ୍ରକାର। ଏ ଦୁହେଁ ଆଖିରେ ଲୁହ ଦେଇଥାନ୍ତି, କିନ୍ତୁ ଫରକ ମାତ୍ର ଏତିକି ଯେ ସମସ୍ୟାରୁ ମିଳୁଥିବା ଯନ୍ତ୍ରଣା ଦିନେ ନା ଦିନେ କମି ଯାଇଥାଏ, କିନ୍ତୁ ପ୍ରେମରୁ ମିଳିଥିବା ଯନ୍ତ୍ରଣା କେବେ ବି ଶେଷ ହୋଇନଥାଏ। କ୍ରୋଧ ଆଉ ଝଡ଼ ଦୁହେଁ ସମାନ ପ୍ରକାରର। ଦୁହେଁ ଶାନ୍ତ ହେଲା ପରେ ଜଣାପଡ଼େ କି କ୍ଷତି କେତେ ହୋଇଛି। ପ୍ରେମ
ସିଏ କି ପ୍ରେମ? ଯେଉଁ ପ୍ରେମରେ କଷ୍ଟ ହୁଏ ନାହିଁ, ହୋଇପାରେ ଆକର୍ଷଣ, ଯେଉଁଠି ମିଶିଗଲେ ସରିଯିବ। ହେଲେ ଯଦି ହୋଇଥାଏ ପ୍ରେମ, ମିଶ କି ନ ମିଶ, କଥା ହୁଅ କି ନ ହୁଅ, ଟିକେ ବିଚ୍ଛେଦ ହୃଦୟକୁ ଜାଳିକି ରଖିଦେବ। ଯିଏ ଆମ ଦୁଃଖକୁ ବୁଝି ପାରିନଥାଏ, ତାଙ୍କ ପଛରେ ପାଗଳ ହେବା ଭଲ ପାଇବା ନୁହେଁ, ବରଂ ମୂର୍ଖାମି ହୋଇଥାଏ। କୁକୁରକୁ ଦିନେ ଖାଇବାକୁ ଦିଅ, ଜୀବନ ଥିନେବା ଯାଏ ମାଡ଼ ଖାଇ ମଧ୍ୟ ତୁମ ସାଥିରେ ରହିବ। ମଣିଷର 100 ଉପକାର କର, ତୁମର ଗୋଟିଏ ଭୁଲ ଦେଖିଲେ ତୁମଠାରୁ ଦୂରେଇ ଯିବ। କେବଳ ସାପ ବିଷାକ୍ତ ନୁହେଁ, କିଛି ମଣିଷ ବି ସାପଠାରୁ ଅଧିକ ବିଷାକ୍ତ। ସାପ ତ ଦୂରରୁ ଚିହ୍ନି ହୋଇଥାଏ, କିନ୍ତୁ ମଣିଷକୁ ଅତି ପାଖରୁ ବି ଚିହ୍ନି ହୁଏ ନାହିଁ। ଦମୁହା ମଣିଷ ୟାଙ୍କର ହୋଇଥାଏ ନା ତାଙ୍କର ହୋଇଥାଏ। ବର୍ଷା ଯୁଆଡ଼େ ହୋଇଥାଏ, ତାଙ୍କର ଛତା ବି ସିଆଡ଼କୁ ଥାଏ। ମନ ଭିତରେ ରାଗ ରଖି ମୁହଁରେ ହସିବା ମୋତେ ଆସେନି, କାରଣ ଯାହାକୁ ନିଜର ଭାବେ ତାକୁ ମୋ ହୃଦୟରୁ ନିଜର ଭାବିଥାଏ, ମୁଣ୍ଡରୁ ନୁହେଁ। ସେହି ଝିଅ ତୁମ ପାଇଁ ସବୁ କିଛି କରିପାରିବ, ଯିଏ ତୁମକୁ ଅନ୍ତରରୁ ଭଲ ପାଉଥିବ। ମଣିଷ ନିଜ ଦୁଃଖ ପାଇଁ ୟାକୁ ତାକୁ, ଭାଗ୍ୟ, ଭଗବାନ ସମସ୍ତଙ୍କୁ ଦୋଷ ଦେଇଥାଏ, ଯେତେବେଳେ କି ସେ କେବଳ ନିଜ କର୍ମ ପାଇଁ ଦୁଃଖକୁ ଆମନ୍ତ୍ରିତ କରିଥାଏ। ଖରାପ ସମୟ ବହୁତ କିଛି ଶିଖେଇ ଦିଏ, ବଡ଼ଙ୍କୁ ଛୋଟ ଆଖି ଦେଖେଇ ଦିଏ। ଭଲ କଥା କହିଲେ ମଧ୍ୟ ଖରାପ ହୋଇଯାଏ, ଆଉ ଆମକୁ ଭଲ ପାଉଥିବା ଲୋକ ମଧ୍ୟ ଆମକୁ ବିନା ଭୁଲରେ ବି ଦୋଷ ଦେଇଯାଏ। ମୁହଁ ଆଉ ଶବ୍ଦ ସମସ୍ତଙ୍କ ପାଖରେ ଅଛି, ହେଲେ ଯିଏ ନିଜ ପାଇଁ ବଞ୍ଚେ, ସେ କେବଳ ମୁହଁ ଖୋଲି କହିବା ଜାଣେ। ଆଉ ଯିଏ ନିଜ ଲୋକଙ୍କ ପାଇଁ ବଞ୍ଚେ, ସେ ସବୁ କଟୁ ଶବ୍ଦକୁ ସହିବା ଜାଣେ। କହୁଥିବା କଥାରେ ବହୁତ ଶକ୍ତି ଅଛି। କେବଳ କଥା କଥାରେ ମହାଭାରତ ହୋଇଯାଇପାରେ, ଏବଂ କେବଳ କଥା କଥାରେ ବହୁତ ବଡ଼ ବଡ଼ ଯୁଦ୍ଧକୁ ଅଟକା ଯାଇପାରେ। ଯେତେବେଳେ କେହି ଆପଣାର ଆଘାତ କରେ, ସତରେ ହାତୁଡ଼ି ପ୍ରହାର ଠାରୁ ଅଧିକ କଷ୍ଟ ଦେଇଥାଏ, କିନ୍ତୁ ଶବ୍ଦ ବିଲକୁଲ ବି ହୁଏନି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।